आस अरे मो भैनीटा छाड़ दे के आसली। अच्छा ठीक अच्छे तमें गाड़ी चलाओ मुझे आसची शीघ्र आसी। हाँ हाँ अरे पका बोल पका कौन देखा जाऊनी सुंदरी झील मान को देखिले मो आखिरीटा आस्ते आस्ते मन को मन जलती जाए। से खेलना छाड़ मोर तो टका खाली हाथ अच्छी मोर तो संगे लड़बू तो खाली हाथ लड़। बहुत बड़ कथा करदेलु बे बहुत बड़ कथा करदेलु या पर मु तोर एमित अवस्था करी ना तू मर्दरे गड़ा हबु ना माइकेना सड़ा माइकेना को ऊपर दादागिरी देखो हाँ आपण मन को अशेष धन्यवाद। आपण माने आज जेमती हमको सहाय्य करछंती ता ऋण तो आमे सुझी परिबुनी हे लागे आपण को तो अनुरोध रहला आमे दी जन जति भविष्य रे केबे भी आपण को काम रे आसु तले प्लीज आपण माने कहबा के कुंठाबोध करिवेनी हेले आपण माने मोना विशु माने विश्वजित आ ये मोना राकेश ताले आमे आगे आसछु बहुत बहुत धन्यवाद। नमस्कार आस अरे अरे अधा चिन्हा देलो जे माने नाटा तो राकेश गा माने कोठी रहउछ माने शहर रे नुआ की हां शहर रे नुआ स्टेशन रे रहउछि ओ आउ तम जिंस पत्र सब ट्रेन चोरी जाइछि तम जिंस पत्र चोरी हो जाइछि अरे से चोर को तो मानिबा को पड़िबो
ତମ ଜିନିଷ ପତ୍ର ଚୋରି କରିନେଲା ଧରା ପଡିଥିଲେ କିନ୍ତୁ ତମେ ତାର ବାର ବଜେଇ ଦେଇଥାନ୍ତ ତା ରାମ ନାମ ସତ୍ୟ କରିଦେଇଥାନ୍ତ ପକ୍କା ନା ନା ଚାଲ ଆମ ଘରକୁ ଯିବା ଆରେ ଜମା ନାହିଁ ତୁ ଆଗ ଆ ତାପରେ ଦେଖିବୁ କହିବୁ ଆ। ମା ମା ବିଶୁ ଆସିଲା ବୋଧେ। ହଁ ହଁ ଯାଉଛି ଯାଉଛି। ମା ଆ ଓହୋ ଖୋଲୁଛି ବାବା ଖୋଲୁଛି କାହିଁକି ଏମିତି ବ୍ୟସ୍ତ ହେଇଯାଉଛୁ ହଁ? କିରେ ଆଜି କଣ ଦରମା ମିଳିଲାନି? ଖାଲି ହାତରେ କଣ ଆସିଛୁ? ସଉଦା ପତ୍ର କାହିଁ? ତୋର ଇଏ କି ଅବସ୍ଥା? ଦରମା ମିଳିଲା ଯେ ସଉଦାଟା ମୁଁ କାଲି ନେଇ ଆସିବି। ଏ ପୁଅ ଟିକେ ଇଏ ରାକେଶ ମୋର କେମିତି ବୁଦ୍ଧି କେଜାଣି ପିଲା ଦିଟାକୁ ବାହାରେ ଠିଆ କରି ଗପୁଛି। ଆସ ଭିତରକୁ ଆସ। ଆ। ସବୁବେଳେ ଆର ଏମିତିଆ କାମ। ତମେ ଦି ଜଣ ଏଇଠି ଗୋଡ ହାତ ଧୁଆ ଧୁଇ କର ମୁଁ ତମ ମାନଙ୍କ ପାଇଁ ଖାଇବାରେ ଆଣୁଛି। ହଁ ହଁ ଦାଣ୍ଡ କବାଟଟା ବନ୍ଦ କରିଦେଇ ଆସିବ। କିରେ ଠିଆ ହେଲ କାହିଁକି? କିରେ ତୋ ହାତ କଣ ହେଇଛି? ଏ ମାମା ସେ କଣ ହେଲା କି ମୁଁ ବଜାର ପଟେ ଯାଉଥିଲି ଗୋଟେ ସ୍ତ୍ରୀ ଲୋକକୁ ଦଳେ ଗୁଣ୍ଡା ଘେରିକିରି ହଇରାଣ କରୁଥିଲେ ତା ସାଙ୍ଗେ ଖରାପ ବ୍ୟବହାର କରୁଥିଲେ ଟଣା ଘୋଷରା କରୁଥିଲେ ମୁଁ ଯାଇକି ତାଙ୍କୁ କହିଲି ଆରେ ଭାଇ ଗୋଟେ ନିରୀହ ସ୍ତ୍ରୀ ଲୋକ କାହିଁ ହଇରାଣ କରୁଛ ଏତିକି କହିଛି କି ନାଇଁ ତ ମାର ନମାର ଅବସ୍ଥା ଆଉ ମୋତେ କନେଇ କଣ ସେ କରିଦେଇଥାନ୍ତେ ଆଉ ଏତିକି ବେଳେ ଇଏ ଥିଲା କୋଉଠି ତ ଝପାଟି ଆଇଲା ମାଇଲା 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 ତାକୁ ଏମିତି ଧୁଲେଇ କଲା ସେ ସବୁ ପଳେଇଗଲେ ସେଇଥିରେ ତା ହାତ ଟିକେ ଖଣ୍ଡି ହେଇଯାଇଛି ନାଇଁ ରେ। ଆଚ୍ଛା 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 ତୁ ତାହେଲେ କହିଲୁ ଭାଇ ମାନେ ଦୟାକରି ଗଣ୍ଡଗୋଳ କରନି। ହାତ ଯୋଡ଼ିକିରି ହାତ ଯୋଡ଼ିକିରି କହିଲୁ ହେଇରେ ବଦମାସ ମୁଁ ତତେ ଚିହ୍ନିନି ମୁଁ ପରା ତୋ ମା। ଗୁଣ୍ଡା ମାନଙ୍କ କଥା ପର୍ଯ୍ୟନ୍ତ ଠିକ ହେଲେ ତା ପରଠୁ ଗଣ୍ଡଗୋଳ ପରା ତୁ ଆରମ୍ଭ କରିଥିବୁ। ଓଲଟେଇ ପୋଲଟେଇ ଭାଇ ଯେତେ କହିଲେ ଆଉ କିଏ ବୁଝୁ ନ ବୁଝୁ ବୁଝିଯିବ ତୁ ପରା ମୋ ମାଲୁ। ପିଲା ଛୁଆର ବାପ ହେଲାଣି ଆଜି ପର୍ଯ୍ୟନ୍ତ ପିଲାଳିଆମି ଗଲାନି। ଏ ହଁ ମାମ ୟାର ଏଠି ଘର ଫର କିଛି ନାହିଁ ପ୍ଲାଟଫର୍ମରେ ରହୁଛି ବୋଲି କହୁଛି ସେଇଥିପାଇଁ ତାକୁ ମୁଁ ଏଠି ନେଇ ଆସିଲି କାମ ଧନ୍ଦା ପାଇବା ଯାଏ ଏଠି ରହୁ ନହେଲେ ସହରରେ ବହୁତ ହଇରାଣ ହବ ତା ବେଗ ପତ୍ର ବି କଣ ଟ୍ରେନରୁ ଚୋରି ହେଇଯାଇଛି। ହଉ ହଉ ତାକୁ ନେଇ ଆସିଛୁ ଭଲ କରିଛୁ। ଆଉ ବାପା ଘରେ ତୋର କିଏ କିଏ ଅଛନ୍ତି ରେ? ନିଜର ବୋଲି କେହି ନାହାନ୍ତି ଏ ଦୁନିଆରେ ମୁଁ ପୁରା ଏକା। ଏଇ କଣ କହିଲୁ ଏକା ନାଇଁ ବିଶୁ ଭଳି ତୁ ମୋର ଆଉ ଗୋଟେ ପୁଅ କଣ ଏ ଗରିବ ମାର ପୁଅ ହେଇ ଏ ଘରେ ଚଳିପାରିବୁନି? ବିଶୁ ତୁ ତାକୁ ଆଲମିରାରୁ ଔଷଧଟା ଆଣିକି ଦେ ସେ ଗୋଡ ହାତ ଧୁଆ ଧୁଇ କରି ଔଷଧଟା ଲଗଉ ମୁଁ ତମ ଦି ଜଣ ପାଇଁ ଖାଇବା ବଢା ବଢି କରୁଛି। ବୁଝିଲୁ ରାକେଶ ମୋ ମା ଭଳିଆ ମା ଦୁନିଆରେ କାହାର ନଥିବ। ମା ହୁଁ ମା